ପାଞ୍ଚଟା କୁକୁର ଯେତେବେଳେ ମାଂସ ଖାଉଛନ୍ତି ତାଙ୍କ ଭିତରେ କାମୁଡ଼ା କାମୁଡ଼ି ହେଇଯାନ୍ତି, ଝଗଡ଼ା ଲାଗନ୍ତି, ଦେଖିଛ? ହଁ, ଆଚ୍ଛା, ଯେତେବେଳେ 50ଟା ଗାଈ ଯେତେବେଳେ ଘାସ ଖାଉଛନ୍ତି ଝଗଡ଼ା ଲାଗନ୍ତି, କୋଉଟା ଭଲ ଅଛି, କୋଉ ଗୁଣଟା ଭଲ ଅଛି? ଘାସ ଯେତେ ଖାଉଛନ୍ତି। ଆଚ୍ଛା, ଯେତେବେଳେ ଆମର ଅବଦୁଲ କଲାମ ଯୋଉ ବୈଜ୍ଞାନିକ, ସେ ଆଇଁଷ ଖାଉନଥିଲେ, ତାଙ୍କ ଗୁଣଟା କେମିତି? ଆଉ ଯୋଉ ଲାଡେନ ଥିଲା, ସିଏ ବି ଗୋଟେ ଇଞ୍ଜିନିୟର ଥିଲା, ସେ କିନ୍ତୁ ଆଇଁଷ ଖାଉଥିଲା, ଆତଙ୍କବାଦୀ ହେଇଥିଲା, କୋଉଟା ଭଲ ଲାଗୁଛି? ବୈଜ୍ଞାନିକ ଯିଏ ଆଇଁଷ ଖାଉନାହାନ୍ତି, କିଏ? ଅବଦୁଲ କଲାମ। ହେଲା, ତାହେଲେ ତମେ ଅବଦୁଲ କଲାମ ହବ ନା ଲାଡେନ ହବ? ଅବଦୁଲ କଲାମ ହବ। ଆଚ୍ଛା ଆଚ୍ଛା, ଯେତେବେଳେ ଶୁଆ ତା ଛୁଆକୁ କଣ ଦଉଛି ଖାଇବାକୁ? ଫଳ ଆଣି ଦଉଛି, ସେ ଫଳ ଖାଇକି ବଢିଲା। ଆଉ ଛଞ୍ଚାଣ କଣ କରୁଛି? ତା ଛୁଆ କଣ ଦଉଛି? ଛଞ୍ଚାଣ ମା ତା ଛୁଆ କଣ ଦଉଛି? ଆଇଁଷ ଦଉଛି, ଆଣି ଦଉଛି, କହୁଛି। କୋଉ ଗୁଣଟା ଭଲ ଲାଗୁଛି? ଶୁଆ କଥାଟା। ତମ ମା କଣ ହେଇକି ତମକୁ ଭଲ ଲାଗନ୍ତା? ଶୁଆ ଭଳିଆ। ତମକୁ ଫଳ ଦେଇଥିଲେ ଭଲ ହେଇଥାନ୍ତା, କିନ୍ତୁ ଦେଲେ କଣ? ଆଇଁଷ ଦେଇଛନ୍ତି। ସେ ଛଞ୍ଚାଣ ହେଇଥିଲେ ନା ଶୁଆ ହେଇଥିଲେ? ଛଞ୍ଚାଣ। ଏବେ ସେ ଶୁଆ ହେବା ଦରକାର କି? କହିଦିଅ ଯେ ଆଜି ତ ସାଧା ଦେବେ। ମୁଁ ତ ଆଇଁଷ ଖାଉନା, ସିଏ କଣ ଖାଇବ? ସେ ଖାଉଥିଲେ କେମିତି? ନାଇଁ, ଖାଉଥିଲା, ସେ ଦୋକାନ ଖାଇ ଦଉଥିଲା, ବନ୍ଦ ଟୋଟାଲି। ଏଇ ବନ୍ଦ କରିଦେଲେ କାହିଁକି? ତା ଦେହଟା ଭଲ ହବ ବୋଲି। ଆଉ ହଁ, କିଛି ଦରକାର ନାହିଁ। 5ଟା